ସାଙ୍ଗମାନେ ଆଜିକାଲି ଦୁନିଆରେ ଲୋକମାନେ ଏମିତିକା ପାପ କାମ କରୁଛନ୍ତି ନା ତାହାର କୌଣସି ବି ହିସାବ ନାହିଁ, କୌଣସି ବି ଗଣନା ନାହିଁ। ସେମାନେ ଜାଣି ବି ପାରୁନାହାନ୍ତି ସେମାନେ ତାଙ୍କ ଜୀବନରେ କ'ଣ ପାପ କାମ କରୁଛନ୍ତି, କେତେ କାହା ମନରେ କଷ୍ଟ ଦେଉଛନ୍ତି, କାହାକୁ ଦୁଃଖ ଦେଉଛନ୍ତି, କାହା ସହିତ ଖେଳୁଛନ୍ତି। ହେଲେ ମୁଁ ଆଜି ଆପଣମାନଙ୍କୁ ସେହି ବିଷୟରେ କହିବାକୁ ଚାହୁଁଛି ଯାହା ଆପଣମାନେ କରୁଛନ୍ତି, ଯାହା ଆପଣମାନେ ଲୋକମାନଙ୍କ ସହିତ କରୁଛନ୍ତି। ଲୋକମାନଙ୍କ ଠାରୁ ଆପଣମାନେ ଖରାପ ହେଉଛନ୍ତି, ଲୋକମାନଙ୍କ ସାମ୍ନାରେ ଆପଣମାନେ ଖରାପ ହେଉଛନ୍ତି। ମୁଁ ଆଜି ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଏ ଦୁନିଆରେ ସବୁଠାରୁ ବଡ଼ ପାପ କ'ଣ? ଆପଣମାନେ ଏମିତି କ'ଣ ପାପ କରିଛନ୍ତି ଯାହା ଆପଣଙ୍କ ଜୀବନର ସବୁଠାରୁ ବଡ଼ ପାପ ହୋଇଯାଇଥାଇପାରେ। ହେଲେ ଆପଣମାନେ ଜାଣିନାହାନ୍ତି ଆପଣମାନଙ୍କର ସେ ବଡ଼ ପାପ ଆପଣ କରିଛନ୍ତି ନା କରିନାହାନ୍ତି। ଯଦି ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ତାହେଲେ ଆପଣମାନେ ନିଶ୍ଚିନ୍ତ ଭାବରେ ଜାଣିପାରିବେ କି ଆପଣମାନେ ଆପଣଙ୍କ ଜୀବନରେ କ'ଣ ସବୁ ପାପ କାର୍ଯ୍ୟ କରିଛନ୍ତି। ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟିଏ କରିବେ, କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ମଣିଷ ଜୀବନରେ ଅନେକ ଦୁଃଖ ସମସ୍ୟା ଲାଗି ରହିଥାଏ। ତେବେ ଜୀବନରେ ମଣିଷ ପ୍ରତ୍ୟେକ କାମ କରିବା ଆଗରୁ ବୁଝି ବିଚାରି କାମ କରିବା ଉଚିତ। କଠିନ କାମ ସମସ୍ୟାରେ ସେବକର, ସମ୍ପର୍କ ସମୟରେ ଭାଇ ବନ୍ଧୁର ଏବଂ ଆପତ୍ତି କାଳରେ ମିତ୍ରର ଅସଲ ପରୀକ୍ଷା ହୋଇଥାଏ। ଧନନାଶ ସମୟରେ ସ୍ତ୍ରୀର ପରୀକ୍ଷା ହୋଇଥାଏ। ସିଂହଠାରୁ ଗୋଟିଏ, କାଉଠାରୁ 5, ବଗଠାରୁ 4 ଏବଂ କୁକୁରଠାରୁ 6ଟି ଗୁଣ ଶିଖିବା ନିହାତି ଆବଶ୍ୟକ। ସବୁ କାମକୁ ମନ ଲଗାଇ କରିବା ଉଚିତ। ମନ ଦୁଃଖ ଥିବା ସମୟରେ ନିଜର ସମସ୍ୟା ଅନ୍ୟ ସାମ୍ନାରେ କୁହନ୍ତୁ ନାହିଁ। ମଣିଷକୁ ନିଜର କାମ ସବୁବେଳେ ନିଜ ହାତରେ ହିଁ କରିବା ଉଚିତ। ଦେଖନ୍ତୁ ସାଙ୍ଗମାନେ, ଯଦି ଆପଣମାନେ ଆପଣଙ୍କର ଦୁଃଖ ଯଦି ଆପଣ କାହାକୁ ଅତି ନିଜର ଭାବି ଜଣାଉଛନ୍ତି ତାହେଲେ ସେହି ପିଲା ହିଁ ଆପଣଙ୍କ ସହିତ ଖେଳିଥାଏ ବା ଆପଣଙ୍କ ଦୁଃଖର ସେହି ପିଲା ହିଁ ସର୍ବପ୍ରଥମେ ଫାଇଦା ଉଠାଇଥାଏ, ଆପଣଙ୍କୁ ପରିହାସ କରି କଥାବାର୍ତ୍ତା କରିଥାଏ। ସେଥିପାଇଁ ସାଙ୍ଗମାନେ ଆପଣଙ୍କ ମନରେ ଯେତେ ବି କଷ୍ଟ ଥାଉ, ଆପଣ ଯେତେ ବି ଦୁଃଖରେ ଥାଆନ୍ତୁ, ହେଲେ ଆପଣ କେବେ ଆପଣଙ୍କ ସାଙ୍ଗସାଥୀଙ୍କ ଆଗରେ ସେ କଥାକୁ କୁହନ୍ତୁ ନାହିଁ। କାରଣ ଆଜିକାଲି ଦୁନିଆରେ ଲୋକମାନେ ଆପଣଙ୍କର ଦୁଃଖ ତ ଶୁଣିବେ ସତ, ହେଲେ ସେମାନେ ଆପଣଙ୍କ ଦୁଃଖକୁ ବୁଝିବେ ନାହିଁ। ସେମାନେ ଆପଣଙ୍କୁ ପରିହାସ କରିବେ, ଆପଣଙ୍କର ମଜାକ ଉଡ଼େଇବେ। ଗୋଟିଏ କଥା ମନେ ରଖିଥାନ୍ତୁ, ଯଦି ଆପଣ କୌଣସି ଗୋଟିଏ କାମ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ସେ କାମକୁ ଆପଣଙ୍କୁ ହିଁ କରିବାକୁ ପଡ଼ିବ। ଆପଣ ଆଉ କାହାର ଆଶ୍ରୟ ନିଅନ୍ତୁ ନାହିଁ। କାରଣ ସର୍ବପ୍ରଥମେ ଲୋକ ଆପଣଙ୍କୁ ଏହି କଥା କହିବେ କି ଯଦି ଗୋଟିଏ କାମ ତୁମେ କରିପାରିବ ନାହିଁ ତାହେଲେ କ'ଣ ପାଇଁ ସେ କାମ କରିବାକୁ ଚାହୁଁଛ। ଲୋକମାନେ ଆପଣଙ୍କୁ କେବେ ସପୋର୍ଟ କରିବେ ନାହିଁ, ସବୁବେଳ ପାଇଁ ଆପଣଙ୍କୁ ପଛକୁ ଟାଣିବା ପାଇଁ ଚେଷ୍ଟା କରିଥାନ୍ତି, ଚେଷ୍ଟା ମଧ୍ୟ କରିବେ। ସେଥିପାଇଁ ସାଙ୍ଗମାନେ ଯଦି ଆପଣମାନେ କିଛି ବି କାମ କରିବାକୁ ଚାହୁଁଛନ୍ତି ତାହେଲେ ଏକା କରନ୍ତୁ, ଏକା ଲଢ଼ିବାକୁ ଚେଷ୍ଟା କରନ୍ତୁ। ଧନ, ଜୀବନ, ବାସନା ଏବଂ ଭୋଜନ ଭଳି ଇଚ୍ଛା ମଣିଷର କେବେ ବି ଶେଷ ହୁଏ ନାହିଁ। ଏହିସବୁ ଜିନିଷ ଯେତେ ମିଳିଲେ ବି ତାର ଲାଳସା କେବେ ଶେଷ ହୁଏ ନାହିଁ। ଦେଖନ୍ତୁ ସାଙ୍ଗମାନେ, ଆଜିକାଲି ଦୁନିଆରେ ଲୋକମାନେ ଯେତେ ଟଙ୍କା କମାଉଛନ୍ତି ତାପରେ ବି ସେମାନଙ୍କୁ ଆହୁରି ବି କମ୍ ପଡ଼ୁଛି। ଯେତେ ଟଙ୍କା କମାନ୍ତୁ, କେବେ ନା କେବେ ତାଙ୍କର ସେ ପଇସା
कम पड़ुची सेथिपाई सेमाने आहुरी काम करुछंती आहुरी मेहनत करुछंती अधिक टंका कमेइबा पाई। भविष्यत समस्या पाई पूर्वरु ही अल्प धन संचय करिबा उचित कारण खराब समय रे केही कहार हुअंती नाही। देखंतु सांग माने यदि आपण माने किछि रोजगार करुछंती ताहले आपणको किछि भविष्यत पाई बंचेई रखिबा उचित कारण यदि आपणकर कौनसी गोटे इमरजेंसी केस हेउची सेतमळे आपणको कहा पाखरे हाथ पतेयाकू पड़िबो नाही। जदि आपणको पाखरे किछि सेविंग थिबो आ जदि आपणको पाखरे किछि सेविंग नथिबो ताहले जदि आपण कहा कति कि जिबे किछि टंका मागिबा पई सर्वप्रथमे से आपणको कोन कहिबो जानिछंती कहिबे आपण एते दिन हेलै काम धंदा करूछंती आपणको गतिरे आपणको फैमिली आपणकर मेडिकल प्रॉब्लम को देखिया पई आपणको गतिरे किछि सेविंग नाही एमती सबू आपणकर परिहास करिबा आरंभ करिदेबे। सेथिपई सांग माने यदि आपण माने किछि रोजगार करूछंती ताहले प्रत्येक मासरे किछि ना किछि सेविंग रखंतु। जीवन रे अति भल होई मध्य जीवन व्यतीत करिबा भल नुहे। सांग माने आपण माने गोटे कथा बहुत भल भाव जानिथिबे केबे सीधा आंगुठी रे घिओ बाहरे नाही जेमिति आंगुठी की बंका करने को पड़ी थाए। सेथिपाई यदि आपण माने ए दुनिया रे सीधा चलिबे सीधा काम करिवे ताले आपण कौनसी जिनस रे सक्सेस पाई परिबे नाही। सेथिपाई आपण गोटे कठोर हेबाकू पड़िबो। आपण यदि सरल अछंती ताले काम चलिबो नाही आपणको सरलतार समस्ते फायदा उठेई देबे। सेथिपाई आपणको टिके कठोर हेबार अछि कारण भल मनीष को लोके दबाई देबे पुणी दुनिया रे मनीष प्रति सबु नजर भगवान ही रखि थांती। एही समग्र दुनिया विवाद रे घेरी होई रही तेणु कौनसी भी निष्पत्ति नेबा पूर्वरु भावी चिंती नेबा उचित। देखंतु सांग माने यदि आपण माने कौनसी गोटे काम करने कि गोटे डिसीजन नौचंती बहुत गोटे बड़ फैसला करुचंती ताहले आपण को से कथा को 100 थर भाविबार अच्छी से विषय रे भल भाव जानिबार अच्छी। यदि आपण कौनसी काम करुचंती से काम ठीक तो कौनसी तादरे आमको भूल तो किछि आमे किछि भूल डिसीजन नबा को जाउ नाहंती तो सेथिपाई पचारि बुझी चिंतिकी सबू कथा जाणिकी तापरे आपण माने किछि करिबा को चाहुतिले ताहले करंतु किछि निष्पत्ति नेबा को चाहितिले निष्पत्ति नियंतु। भल चरित्र लोके केउठी भी केउ परिस्थिति रे रहिले भी निजर भल चरित्र को केबे छाड़ती नाही। अन्न पानी एवं ज्ञान ही जीवनर असल मूल्यवान जिनिस अटे। आमदानी ठारू अधिक खर्च करुथिबा व्यक्ति एवं अन्य विषय रे खराब चिंता करुथिबा व्यक्ति केबे भी खुशी रे रही पारे नाही। सही परी गुरु को बिना पूजारे मनीष केबे भी भल शिक्षा लाभ करी पारिबो नाही। जेउ नारी निज स्वामी कथा मानी न थाए एवं भूल कार्य करी थाए सही नारीर स्वामीर आयुष कमी जाई थाए। देखंतु सांग माने आजिकाली दुनिया रे जेउ नारी माने आजिकाली नारी माने अधिकांश तांको स्वामी मानंको कथा मानु नाहांती जहा द्वारा कि सेमाने जानी पारु नाहांती सेमानंकर स्वामींकर आयुष धीरे धीरे कमी कमी जाउची जहा फल कि सेमानंको बहुत कम एज रे सेमानंकर देहांत हो जाउची सेमानंकर डेथ हो जाउची। सेथिपई सांग माने मु आपनको रिक्वेस्ट करिवि आपण माननको आपणकर स्वामी मानकर कथा मानिबार अछि काहेकि ना से जहा भी कहउचंती से सब दुनिया विषय जानी बोली से आपण को बुझेया को चेष्टा करुचंती से आपण को किछि कहिबा को चेष्टा करुचंती। यदि आपण माने तांको कथा न मानिबे ताहले आपण बहुत कष्ट पाइबे बहुत दुख पाइबे। जीवन अस्थायी अटे तेणु प्रत्येक मुहूर्त को भल काम रे लगाइबा उचित। जो व्यक्ति अन्यर मंगल करि थाए केवल सही व्यक्ति ही शांति रे रही थाए। इंद्रिय उपरे संयम रक्षा करिबा एवं जीव उपरे दया करिबा द्वारा ही मनीष को मुक्ति मिली थाए। देखिथिबे सांग माने आजिकाली दुनिया रे जीवन स्थायी नुहे। आज जीवन अच्छी काली की जीवन चली जाउछि। मनीष जीवनर कौनसी आउ समय सीमा नहीं। केतेबेले मनीष जन्म नेउछि केतेबेले मरी जाउछि तार कौनसी कलना नहीं केही तार गणना मध्य करि परिबे नहीं।
ସେଥିପାଇଁ ସାଙ୍ଗମାନେ ଯେତେ ପାରୁଛନ୍ତି ଆପଣମାନେ ଭଲ କାମ କରନ୍ତୁ, ଭଲ କାର୍ଯ୍ୟ କରନ୍ତୁ, ପଶୁପକ୍ଷୀଙ୍କୁ ଆଦର କରନ୍ତୁ, ସ୍ନେହ ଆଦର କରନ୍ତୁ, ସେମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ, ସେମାନଙ୍କୁ ମରାମରି କରନ୍ତୁ ନାହିଁ। ଯଦି ସେମାନଙ୍କ ସାଙ୍ଗରେ ଆପଣ ଏମିତି କରିବେ ତାହେଲେ ଆପଣମାନେ କେବେ ଖୁସିରେ ରହିପାରିବେନି। ଆପଣଙ୍କ ଜୀବନରେ ଆପଣମାନେ ବହୁତ କଷ୍ଟ ପାଇବେ, ବହୁତ ଦୁଃଖରେ ରହିବେ, କେବେ ଆପଣ ଶାନ୍ତିରେ ରହିପାରିବେ ନାହିଁ। ସେଥିପାଇଁ ସାଙ୍ଗମାନେ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, କେବେ କାହା ମନରେ କଷ୍ଟ ଦିଅନ୍ତୁ ନାହିଁ। କାରଣ କେବେ କାହା ମନରେ ଯଦି ଆପଣମାନେ କଷ୍ଟ ଦେଉଛନ୍ତି ତା ଆଖିର ଲୁହ ଆପଣଙ୍କ ଉପରେ ନିଶ୍ଚିନ୍ତ ଭାବରେ ପଡ଼ିବ। ଆଉ ଜଣଙ୍କର ଆଖିର ଲୁହରେ ଗୋଟିଏ ଲୋକ ଧ୍ୱଂସ ବି ହୋଇଯାଇପାରେ। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, କେବେ କାହା ମନରେ ଦୁଃଖ ଦିଅନ୍ତୁ ନାହିଁ, କେବେ କାହା ଆଖିରୁ ଲୁହ ଗଡ଼ିବା ପାଇଁ ଦିଅନ୍ତୁ ନାହିଁ। କାହା ଆଖିରୁ ଯଦି ଲୁହ ଯାଉଛି ନା ତାହେଲେ ଆପଣଙ୍କର ସବୁ କିଛି ଚାଲି ଯାଇପାରେ। ଆପଣମାନେ ଏସବୁ କଥାକୁ ଟିକେ ଧ୍ୟାନ ଦେଇ ବୁଝନ୍ତୁ। ଭଲ କର୍ମ ଦ୍ୱାରା ହିଁ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ଦେବଗୁରୁ ମଧ୍ୟ ପ୍ରସନ୍ନ ହୁଅନ୍ତି। ମଣିଷ ଦେହରୁ ଆତ୍ମାକୁ ଦୂର କରି କେବେ ବି ଚିହ୍ନି ହେବ ନାହିଁ। ମଣିଷର ଭାବନା ଅନୁଯାୟୀ ହିଁ ତାକୁ ଫଳ ମିଳିଥାଏ। ଆଜିକାଲିର ଲୋକମାନେ ତାଙ୍କ ମନରେ ଯେମିତି ଭାବନା ରଖୁଛନ୍ତି ସେମାନଙ୍କୁ ସେହିଭଳି ଫଳ ମିଳୁଛି। ଯଦି ଆପଣମାନେ ମନରେ ଭଲ ଭାବନା ରଖୁଛନ୍ତି, କାହା ପାଇଁ ଭଲ ଚିନ୍ତା କରୁଛନ୍ତି, ତାହେଲେ ଆପଣଙ୍କୁ ଭଲ ଫଳ ମିଳିବ ବା ଆପଣଙ୍କ ଜୀବନରେ ଆପଣ କେବେ ଦୁଃଖରେ ରହିବେ ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କୁ ପ୍ରତ୍ୟେକ ଥର କହି ଆସୁଛି, କେବେ କାହା ମନରେ ଦୁଃଖ ଦିଅନ୍ତୁ ନାହିଁ। ଯଦି ଆପଣମାନେ କାହା ମନରେ ଦୁଃଖ ଦେଉଛନ୍ତି ତାହେଲେ ଆପଣ ବି ସେମିତି ଦୁଃଖ ଥରେ ଭୋଗିବେ, ଆପଣ ବି ଦୁଃଖରେ ଜୀବନଯାପନ କରିବାକୁ ପଡ଼ିବ। ସେଥିପାଇଁ ସାଙ୍ଗମାନେ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, କେବେ କାହା ମନରେ ଦୁଃଖ ତ ଦିଅନ୍ତୁ ନାହିଁ, କେବେ ବି ଦିଅନ୍ତୁ ନାହିଁ, କେବେ ବି ନୁହେଁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିବାକୁ ଭୁଲିବେ ନାହିଁ। କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।